ପିଲାମାନେ ଆଜି ଆମେ ଏହି ଭିଡ଼ିଓରେ ସୁରଭି କାର୍ଯ୍ୟକ୍ରମ 2025 ନିମନ୍ତେ ଓଡ଼ିଶାର କଳା ଓ ସଂସ୍କୃତି ଉପରେ ଆଧାରିତ କେତେଗୁଡ଼ିଏ କୁଇଜ୍ ଡିସ୍କସନ୍ କରିବା। ତେବେ ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ଆରମ୍ଭ କରିବା। ଗୀତ ଗୋବିନ୍ଦର ରଚୟିତା କିଏ? ଜୟଦେବ। ଗୀତ ଗୋବିନ୍ଦର ରଚୟିତା ହେଉଛନ୍ତି ଜୟଦେବ। ଭଜନ ସମ୍ରାଟ ଭାବରେ କିଏ ପରିଚିତ? ଉତ୍ତର ଭିକାରୀ ଚରଣ ବଳ। ଭିକାରୀ ଚରଣ ବଳ ହେଉଛନ୍ତି ଭଜନ ସମ୍ରାଟ ଭାବରେ ପରିଚିତ। ବ୍ଲାକ୍ ପାଗୋଡ଼ା କାହାକୁ କୁହାଯାଏ? ବ୍ଲାକ୍ ପାଗୋଡ଼ା ବୋଲି କୋଣାର୍କ ମନ୍ଦିରକୁ କୁହାଯାଏ। କୋଣାର୍କ ମନ୍ଦିରକୁ ବ୍ଲାକ୍ ପାଗୋଡ଼ା ବୋଲି କୁହାଯାଏ। ଚିଲିକା ଖଣ୍ଡବାକ୍ୟର ରଚୟିତା କିଏ? ଉତ୍ତର କବିବର ରାଧାନାଥ ରାୟ। କବିବର ରାଧାନାଥ ରାୟ ହେଉଛନ୍ତି ଚିଲିକା ଖଣ୍ଡକାବ୍ୟର ରଚୟିତା। ସୌରଜଗତର ବୃହତ୍ତମ ଗ୍ରହର ନାମ କ'ଣ? ଉତ୍ତର ବୃହସ୍ପତି। ସୌରଜଗତର ବୃହତ୍ତମ ଗ୍ରହ ହେଉଛି ବୃହସ୍ପତି। ଓଡ଼ିଆ ଅସ୍ମିତା କ'ଣ? ଉତ୍ତର ଓଡ଼ିଆ ସ୍ୱାଭିମାନ। ଓଡ଼ିଆ ସ୍ୱାଭିମାନ ହେଉଛି ଓଡ଼ିଆ ଅସ୍ମିତା। ଉତ୍କଳ ଭାରତୀ ଭାବରେ କିଏ ପରିଚିତ? ଉତ୍ତର କୁନ୍ତଳା କୁମାରୀ ସାବତ। କୁନ୍ତଳା କୁମାରୀ ସାବତ ଉତ୍କଳ ଭାରତୀ ଭାବରେ ପରିଚିତ। ସାନଘାଗରା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ? ଉତ୍ତର କେଉଁଝର। କେଉଁଝର ଜିଲ୍ଲାରେ ସାନଘାଗରା ଜଳପ୍ରପାତ ଅବସ୍ଥିତ। ଓଡ଼ିଶାର ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ? ଉତ୍ତର କୋରାପୁଟ ଜିଲ୍ଲା। କୋରାପୁଟ ଜିଲ୍ଲାରେ ଓଡ଼ିଶା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିର ଅବସ୍ଥିତ। ମଣିଷର ଲାଳରେ କେଉଁ ଏଞ୍ଜାଇମ୍ ରହିଥାଏ? ଉତ୍ତର ଟାୟାଲିନ୍ ଏଞ୍ଜାଇମ୍। ମଣିଷ ଲାଳରେ ଟାୟାଲିନ୍ ଏଞ୍ଜାଇମ୍ ରହିଥାଏ। ଗଛ ତା'ର କେଉଁ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରିଥାଏ? ଉତ୍ତର ଆଲୋକ ଶ୍ଳେଷଣ ପ୍ରକ୍ରିୟାରେ। ଗଛ ତା'ର ଆଲୋକ ଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରିଥାଏ। ଉତ୍କଳ ଦିବସ କେବେ ପାଳନ କରାଯାଏ? ଉତ୍ତର ଏପ୍ରିଲ 1 ତାରିଖ। ଉତ୍କଳ ଦିବସ ଏପ୍ରିଲ ମାସ 1 ତାରିଖରେ ପାଳନ କରାଯାଏ। ପାଇକ ବିଦ୍ରୋହ କେବେ ହୋଇଥିଲା? ଉତ୍ତର 1817 ମସିହାରେ। ପାଇକ ବିଦ୍ରୋହ 1817 ମସିହାରେ ହୋଇଥିଲା। କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା? ଉତ୍ତର ଖ୍ରୀଷ୍ଟପୂର୍ବ 261। ଖ୍ରୀଷ୍ଟପୂର୍ବ 261ରେ କଳିଙ୍ଗ ଯୁଦ୍ଧ ହୋଇଥିଲା। ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର କେଉଁଠାରେ ଅବସ୍ଥିତ? ଉତ୍ତର ଭୁବନେଶ୍ୱର। ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱରରେ ଅବସ୍ଥିତ। ଲିଙ୍ଗରାଜ ମନ୍ଦିରର ଉଚ୍ଚତା କେତେ? ଉତ୍ତର 55 ମିଟର। ଲିଙ୍ଗରାଜ ମନ୍ଦିରର ଉଚ୍ଚତା ହେଉଛି 55 ମିଟର। ଉତ୍କଳ ସମ୍ମିଳନୀ କେବେ ପ୍ରତିଷ୍ଠା ହୋଇଥିଲା? ଉତ୍ତର 1903 ମସିହା। ଉତ୍କଳ ସମ୍ମିଳନୀ 1903 ମସିହାରେ ପ୍ରତିଷ୍ଠା ହୋଇଥିଲା।